ଧର ଆପଣ ଦେବା ଚାହୁଁଛନ୍ତି ଜୁନିୟର କ୍ଲର୍କ ନନ୍ ଗଭର୍ଣ୍ଣମେଣ୍ଟ ଏଡେଡ୍ କଲେଜ ଇନ୍ 28 DST। ତ ୟାକୁ ଯଦି ଆପଣ ଚାହୁଁଛନ୍ତି 1 ନମ୍ବରକୁ ଆଣିବା ପାଇଁ ଏଇ ଯେଉଁ ଆର ବଟନ୍ ଅଛି ନା, ଏମିତି ଯେଉଁ ଆର ବଟନ୍ ଅଛି ୟା ଉପରେ ଆପଣ କ୍ଲିକ୍ କରିବେ, ପୁଣି ଥରେ କ୍ଲିକ୍ କରିବେ, ସେଟା 4 ନମ୍ବରକୁ ଯିବ, ତାର 3 ନମ୍ବରକୁ ଯିବ, ତାର 2 ନମ୍ବରକୁ ଯିବ, ତାପରେ 1 ନମ୍ବରକୁ ଯିବ। ଆଉ ଯେତେଟା ପୁଣି ଆପଣ ଯଦି ଭୁଲରେ ଦେଇଯାଇଛନ୍ତି ତେବେ ଆପଣ ଏଇ ଯେଉଁ ଡାଉନ୍ ଆରୋ ଅଛି ଏଇପଟ ସାଇଡ଼୍ ଯେଉଁ ଆରୋଟା ଅଛି ତାପରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ସେ ପୁଣି ଥରେ ଆପଣଙ୍କୁ ତା ଯେଉଁ ଲାଇନ୍ରେ ଆପଣ ରଖିବା ପାଇଁ ଚାହୁଁଛନ୍ତି ସେଇ ଲାଇନ୍କୁ ପୁଣି ହେଇଯିବ। ତାପରେ ଏଠି ଆପଣଙ୍କର ଚଏସ୍ ଅଫ୍ ଜୋନ୍, ତ କେଉଁ ଆପଣ ଜାଗାରେ ପରୀକ୍ଷା ଦେବା ପାଇଁ ଇଚ୍ଛୁକ, ତ ଏଠି ମୁଁ ଭୁବନେଶ୍ୱର ସିଲେକ୍ଟ କରିଛି। ଆପଣ ଚାହିଁଲେ ଏଇଟା ବାଲେଶ୍ୱର ଦେଇପାରିବେ, ବ୍ରହ୍ମପୁର ଅଛି ଆପଣଙ୍କର, ଏହି ଅନୁସାରେ ଆପଣ ଏଠି ସିଲେକ୍ଟ କରିବେ। ତାପରେ ଆପଣଙ୍କୁ ପଚାରେ ଯେ ସପ୍ତମରେ ଆପଣଙ୍କର ଓଡ଼ିଆ କିଛି ଥିଲା କି, ତ ଏଠି ଓଡ଼ିଆ ଥିଲା ଯଦି ଆପଣ ଏଠି ୟେସ୍ କରିବେ, ତ ମୋର ଓଡ଼ିଆ ଥିଲା ତ ଏଠି ମୁଁ ୟେସ୍ ରହିବାକୁ ଦେଇଛି। ତାପରେ ଆସିଲେ ଆପଣଙ୍କର 10th, ତ 10ଥର ଏଠି ବୋର୍ଡ଼ କ'ଣ ଥିଲା ଆପଣ ଦେଇଦେବେ, ତାର 10th ଟୋଟାଲ୍ ମାର୍କ କେତେ ଥିଲା, ଆଉ ଆପଣ କେତେ ରଖିଥିଲେ, ଆଉ ପରସେଣ୍ଟେଜ୍ କେତେ ଆପଣଙ୍କର ଦେବେ। ଯଦି ଆପଣଙ୍କର ଧର ଏକ୍ଜାମ୍ପଲ୍ ପାଇଁ ଧର ଆପଣ ରଖିଛନ୍ତି 59.25, ତ ଆପଣ ଏଠି ଲେଖିବେ ମଧ୍ୟ 59.25, ଖାଲି 59 ଲେଖିଲେ ଚଳିବନି। ତାର ଏଠି କେଉଁ ଇୟର୍ ଆପଣ ପାସ୍ ଆଉଟ୍ ହୋଇଛନ୍ତି ଏଠି ଦେବେ। ତାପରେ ଆପଣଙ୍କର +2 ଡିଟେଲ୍, +2 ଆପଣଙ୍କର ବୋର୍ଡ଼ କ'ଣ ଥିଲା, ଟୋଟାଲ୍ ମାର୍କ କେତେ, କେତେ ମାର୍କ ରଖିଛନ୍ତି, ଆଉ ପରସେଣ୍ଟେଜ୍ କେତେ, ଆଉ କେଉଁ ଇୟର୍ ଆପଣ ପାସ୍ ଆଉଟ୍ ହୋଇଛନ୍ତି। ସେଇଭଳି ଭାବରେ ଆପଣଙ୍କର ଗ୍ରାଜୁଏସନ୍ର କେଉଁ ୟୁନିଭର୍ସିଟି, ଆଉ ସେଇ କଲେଜ ନାଁ କ'ଣ ଥିଲା, ଆପଣଙ୍କର ଟୋଟାଲ୍ ମାର୍କ କେତେ ଥିଲା, ମାର୍କରେ କେତେ ରଖିଛନ୍ତି, କେତେ ପରସେଣ୍ଟେଜ୍ ହେଉଛି, ଆଉ କେଉଁ ଇୟର୍ ପାସ୍ ଆଉଟ୍। ତାର କମ୍ପ୍ୟୁଟର ନଲେଜରେ ଆପଣଙ୍କର କମ୍ପ୍ୟୁଟରଟା କେଉଁ ଇନଷ୍ଟିଚ୍ୟୁସନ୍ର, ତାପରେ ଏଠି ଆପଣ ଡିଟେଲ୍ ଦେବେ। ତାପରେ କ୍ୱାଲିଫିକେସନ୍ ଆଜ୍ ପର୍ ଦ ସାର୍ଟିଫିକେଟ୍ ଆପଣ କ'ଣ କ୍ୱାଲିଫିକେସନ୍ ହେଇଛନ୍ତି ସେଟା ଆପଣ ଏଠି ଦେଇଦେବେ। ତାପରେ କେଉଁ ଇୟର୍ ପାସ୍ ଆଉଟ୍ ହୋଇଛନ୍ତି ଏଇଟା ଦେଇଦେବେ। ତାପରେ ଯେଉଁ ଲେଖା ହେଇଛି ସେଭ୍ ଆଣ୍ଡ ନେକ୍ସଟ୍ ଉପରେ ଆପଣ କ୍ଲିକ୍ କରିଦେବେ। ତାପରେ ଆପଣଙ୍କର ଖୋଲିଲା କ୍ରିମିନାଲ୍ ପ୍ରୋସିଡିଙ୍ଗସ୍। ତ ଏଥିରେ କ'ଣ ହୁଏ ନା, ଆପଣଙ୍କର ଯଦି କୌଣସି କ୍ରିମିନାଲ୍ ଏଫଆଇଆର୍ ହୋଇଛି କିମ୍ବା କୌଣସି ଚାର୍ଜସିଟ୍ ଦାଖଲ ହୋଇଛି ତ ଏଠି ଆପଣ ଆବେଦନ କରିପାରିବେନି। ତ ବେଟର୍ ହେବ ସବୁଗୁଡ଼ିକ ଆପଣ ନ ରହିବାକୁ ଦେବେ, ଠିକ୍ ଅଛି। ତାପରେ ଏଠି ଆପଣଙ୍କର ଗୋଟେ ପାସପୋର୍ଟ ସାଇଜ୍ ଫଟୋ ଗୋଟେ ଅପଲୋଡ଼ କରିବେ। ତାପରେ ଏଠି ଗୋଟେ ଆପଣଙ୍କର ଫୁଲ୍ ସିଗ୍ନେଚର୍ ଗୋଟେ ଅପଲୋଡ଼ କରିବେ। ତାର ଲେଫ୍ଟ ଥମ୍ବ ଇମ୍ପ୍ରେସନ୍ ଗୋଟେ ଅପଲୋଡ଼ କରିବେ। এই 3ଟା ଅପଲୋଡ଼ କରିସାରିଲା ପରେ ଆପଣ ସେଭ୍ ଆଣ୍ଡ ନେକ୍ସଟ୍ ଯେଉଁ ଅଛି ତାପରେ ଆପଣ କ୍ଲିକ୍ କରିବେ। ଦେନ୍ ଆପଣଙ୍କର ଆପ୍ଲିକେସନ୍ଟି ପ୍ରିଭ୍ୟୁ ଶୋ କରିବ। ଯଦି ଆପଣଙ୍କର ଡକୁମେଣ୍ଟ ସବୁ ଠିକ୍ ଠାକ୍ ଅଛି ତେବେ ଆପଣଙ୍କର ପେମେଣ୍ଟ ଓପନ୍ କରିବ, ଯେଉଁଟାକି SBI କଲେକ୍ଟର ହେବ। ତାପରେ ଆପଣଙ୍କର ସେଇ ସାଇଜ୍ରେ ଆପଣ UPIରେ ଚାହିଁଲେ ପେମେଣ୍ଟ କରିପାରନ୍ତି କିମ୍ବା ନେଟ୍ ବ୍ୟାଙ୍କିଂରେ ପେମେଣ୍ଟ କରିବେ। ତାପରେ ନିଜର ଆପ୍ଲିକେସନ୍ ଫର୍ମଟି ଡାଉନଲୋଡ଼ କରିକି ରଖିନେବେ।